So welcome back to my channel ପିଲାମାନେ। ତ ତୁମମାନଙ୍କୁ ମୁଁ ଯେମିତି କହିଥିଲି କି ମୁଁ ତୁମମାନଙ୍କୁ ବେସିକ ଇଂଲିଶ ଗ୍ରାମାର ପଢେଇବି, କହିଥିଲି ନା ନାଇଁ? ତ ସେଇ ଟପିକ ଉପରେ ଆଜି ମୁଁ ନେଇ ଆସୁଛି। ଆମେ ପ୍ରଥମେ କଣ ସବୁ ଇଂଲିଶ ଗ୍ରାମାରରେ ଶିଖୁଛେ ସେଇ ଟପିକ ଉପରେ ଆଜି କିଛି ଆଲୋଚନା କରିବା। ବାସ୍ ଜଷ୍ଟ ଇଣ୍ଟ୍ରୋଡକ୍ସନ। ତ ତା ପୂର୍ବରୁ ପିଲାମାନେ ତୁମେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିନାହ ତ ଏବେ ବି କରିନିଅ, ଆଉ ତୁମ ସାଙ୍ଗମାନଙ୍କ ସହିତ ସେୟାର କର, ଲାଇକ୍ କର, କମେଣ୍ଟ କର। ଆଉ ଯଦି କିଛି ବି ତୁମର ଡାଉଟ ରହୁଛି କମେଣ୍ଟରେ ମତେ ଜଣା। ତ ସେଇ ବିଷୟରେ ଯଦି ଆମେ ପଢିବା ଆଜି, ଆମେ କଣ ପଢିବା ନା ଇଂଲିଶ ଗ୍ରାମାର। ତ ଇଂଲିଶ ଗ୍ରାମାରରେ ଆଜି ଆମେ ପଢିବା ଆମର ଇଂଲିଶ ଗ୍ରାମାରରେ କଣ ରହୁଛି, ଇଂଲିଶଟା କଣ, ଇଂଲିଶରେ କଣ କଣ ରହୁଛି। ପ୍ରଥମେ ଆମେ ଯୋଉ ଇଂଲିଶଟା ପଢୁଛେ, ଏଇ ଯୋଉ ଇଂଲିଶ ENGLISH, ଏଇ ଯୋଉ ଇଂଲିଶରେ କଣ ରହୁଛି। ଆମେ ଯଦି ଛୋଟ ପିଲା ଅଛେ କିମ୍ବା ବଡ ହେଇଗଲା ପରେ ଆମେ ଛୋଟରୁ ବଡ ପର୍ଯ୍ୟନ୍ତ ଯୋଉ ଇଂଲିଶ ପଢୁଛେ ତାକୁ କଣ ପଢୁଛେ। ଆଚ୍ଛା, ପ୍ରଥମେ ଆମେ ପଢୁଛେ ଇଂଲିଶରେ କଣ ABCD। ଯେତେବେଳେ ଆମେ ଛୋଟ ପିଲା ଅଛେ, ଯୋଉ ପିଲାମାନେ ପଢୁଛନ୍ତି LKG UKG କିମ୍ବା ତାଠୁ ଆଉ ଛୋଟ ପିଲା ଯୋଉମାନେ ସବୁ ବର୍ତ୍ତମାନ ଛୋଟ ଛୋଟ ପିଲାମାନେ ଯୋଉମାନେ ଘରେ ପଢୁଛନ୍ତି, ତ ସେମାନେ କଣ ପଢୁଛନ୍ତି, ପ୍ରଥମେ ପଢୁଛନ୍ତି କଣ ଇଂଲିଶ ଆଲଫାବେଟ। ଇଂଲିଶ ଆଲଫାବେଟ, ଆଲଫାବେଟ ମାନେ କଣ, ଆମେ ଯୋଉ ଲେଟର ପଢୁଛେ ABCD, ସେଇଗୁଡା A to Z ପର୍ଯ୍ୟନ୍ତ ଆଲଫାବେଟ ଯୋଉ ରହୁଛି 26 ଆଲଫାବେଟ ବା 26 ଲେଟର୍ସ ରହୁଛି। ଆମେ ଏହାକୁ ବର୍ତ୍ତମାନ କଣ, ତ ଏହାକୁ ତ ଏବେ ପଢିବାନି ନା, ଆମେ ତ ଟିକେ ବଡ ହେଇଗଲେଣି। ତ ଆପରେ ଆଉ କଣ ରହୁଛି, ଆଲଫାବେଟ ପରେ ଆମେ କଣ ପଢୁଛେ, ଆଲଫାବେଟ ପରେ ଆମେ ପଢୁଛେ କଣ ନା ୱାର୍ଡ। A for apple, B for ball, C for cat, D for dog, ସେମିତି Z for ପର୍ଯ୍ୟନ୍ତ ଆମେ କଣ ବହିରେ ପଢୁଛେ। ତ ତାପରେ ଆସିଲା କଣ ନା ୱାର୍ଡ। ତାପରେ କଣ ଆସିଲା, ୱାର୍ଡ ଆସିଲା। ତ ଇଂଲିଶରେ ଆମେ କଣ ପଢୁଛେ ନା ଆଲଫାବେଟ ପଢୁଛେ, ତାପରେ ପଢୁଛେ ୱାର୍ଡ ପଢୁଛେ। ତ ସେମିତି କେତେ ଗୁଡେ ଆଲଫାବେଟକୁ ନେଇ ଆମର କଣ ୱାର୍ଡଟା ଗଠିତ ହଉଛି। ଯେମିତି ରହିଲା ଆମର A for apple, A for apple ରେ ଆମର କଣ ରହୁଛି ନା A ରହୁଛି, P ରହୁଛି, L ରହୁଛି, E ରହୁଛି। ସେଇଭଳି ସେଇ ଯୋଉ ୱାର୍ଡଟା ଗଠନ ହଉଛି ସେ ୱାର୍ଡରେ କେତେ ଗୁଡିଏ କଣ ୱାର୍ଡକୁ ନେଇ କଣ ହଉଛି ଆମର ଗୋଟେ ସେଣ୍ଟେନ୍ସ ଗଠିତ ହଉଛି। ସେଣ୍ଟେନ୍ସ କଣ ନା ବାକ୍ୟ। ଏଇ ଯୋଉ ସେଣ୍ଟେନ୍ସ ୱାର୍ଡ ପରେ ଆମର କଣ ହଉଛି ସେଣ୍ଟେନ୍ସ। ସେଣ୍ଟେନ୍ସ କଣ ରହୁଛି ନା ଆମର ସେଣ୍ଟେନ୍ସ ହଉଛି ବାକ୍ୟ, ଯୋଉଟା କି ବହୁତ ଗୁଡେ ୱାର୍ଡକୁ ନେଇ ଗଠିତ। ଯେମିତି କି ଆମେ ପଢୁଛେ, ଧର ମୋ ନାଁ ଯେମିତି ଆକାଶ, ମୋ ନାଁ ଯେମିତି ଆକାଶ, ମୁଁ ତୁମ ମାନଙ୍କୁ ପଢଉଛି, ତ କଣ ଲେଖା ହଉଛି ନା ମାଇ ନେମ ଇଜ ଆକାଶ, ନା ନାଇଁ। ତ ଏଥିରେ କଣ ଗୋଟିଏ ଖାଲି ୱାର୍ଡ ଅଛି, ମାଇ ଗୋଟେ ୱାର୍ଡ ଅଛି, ନେମ ଗୋଟେ ୱାର୍ଡ ଅଛି, ଇଜ ଗୋଟେ ୱାର୍ଡ ଅଛି, ଆକାଶ ଗୋଟେ ୱାର୍ଡ ଅଛି, ହଁ ନା ନାଇଁ। ତ ଏବେ ମାଇ ନେମ ଇଜ ଆକାଶ ଯୋଉ ୱାର୍ଡ ରହିଲା, ସେଇ ୱାର୍ଡରେ ଏଇ ଯୋଉ ମାଇ ରହିଲା, ନେମ ରହିଲା, ଇଜ ରହିଲା, ଆକାଶ ରହିଲା, ଏଇ ଯୋଉ ରହିଲା ଚାରିଟା ୱାର୍ଡ, ଏଇ ଚାରିଟା ୱାର୍ଡକୁ ନେଇକି ଯୋଉ ଆମର ଗଠନ ହଉଛି କଣ ନା ଗୋଟେ ବାକ୍ୟ ବା ଗୋଟେ ସେଣ୍ଟେନ୍ସ। ତ ଏଇ ୱାର୍ଡ ଗୁଡିକୁ ନେଇ କଣ ଆମର ଗୋଟେ ସେଣ୍ଟେନ୍ସ ଗଠିତ ହଉଛି। ଆଚ୍ଛା, ଏମିତି ନାହିଁ ଯେ ଆମେ ସବୁ ୱାର୍ଡକୁ ନେଇ ଆମେ ଗୋଟେ ସେଣ୍ଟେନ୍ସ ଗଠିତ କରିପାରିବା। ତାର ପୁଣି ଗୋଟେ ସଂଜ୍ଞା ଅଛି, ତାର ପୁଣି ଗୋଟେ ଅର୍ଥ ଅଛି, ଯୋଉଟାକୁ ଆମେ ସେଣ୍ଟେନ୍ସ କହିବା, ଯୋଉଟା କି ବାକ୍ୟ କହିବା। ସେମିତି ନାହିଁ ଯେ ପ୍ରତ୍ୟେକ ୱାର୍ଡକୁ ନେଇ ଆମେ ବାକ୍ୟ କହିପାରିବା। ଆମେ ସେମିତି ଅଲଗା ଅଲଗା ୱାର୍ଡକୁ ନେଇକି ଆମେ ଯୋଡିକି ଗୋଟେ ବାକ୍ୟ କରିପାରିବାନି। ବାକ୍ୟର ଗୋଟେ ନିୟମ ଅଛି, ସେ ନିୟମଟା କଣ ସେଇଟା ଏବେ ଆମେ ଜାଣିବା। ଆମେ ପ୍ରଥମେ ପଢିଲେ ଇଂଲିଶର ଆଲଫାବେଟ, ତାପରେ ୱାର୍ଡ, ତାପରେ ଆସିଲା ସେଣ୍ଟେନ୍ସ। ଏବେ ଆମେ ଏଉଠୁ ଆରମ୍ଭ ହବ ଆମ ଇଂଲିଶ ଗ୍ରାମାର। ସେଣ୍ଟେନ୍ସଟା କଣ, ତ ସେଣ୍ଟେନ୍ସଟା କଣ ଆମେ ବର୍ତ୍ତମାନ ଏବେ ଜାଣିବା। ଆଚ୍ଛା,
ଆମେ ପଢୁଥିଲେ ବର୍ତ୍ତମାନ କଣ ସେଣ୍ଟେନ୍ସ। ସେଣ୍ଟେନ୍ସ ହଉଛି କଣ ଆମର ବାକ୍ୟ। ସେଣ୍ଟେନ୍ସ ଆମର କଣ ଅଛି ବାକ୍ୟ। ତ ଓଡିଆରେ ବାକ୍ୟ କାହାକୁ କୁହନ୍ତି ତୁମେ ମାନେ ପିଲା ତ ଜାଣିଥିବ ଓଡିଆରେ ବାକ୍ୟ କାହାକୁ କୁହନ୍ତି ନା ବହୁତ ଗୁଡିଏ ଶବ୍ଦର ସମାହାରରେ ଯଦି ଗୋଟିଏ ଅର୍ଥ ପ୍ରକାଶ କଲା ତାହାକୁ ଆମେ ବାକ୍ୟ କହିବା। ବହୁତ ଗୁଡିଏ ଶବ୍ଦର ସମାହାର ଅଛି ସେ ଯଦି ଗୋଟେ ଅର୍ଥ ପ୍ରକାଶ କରୁଛି ଆମେ ତାକୁ ବୁଝିପାରୁଛେ ତାହେଲେ ତାକୁ ଗୋଟେ ବାକ୍ୟ କହିବା। ଇଂଲିଶ ମଧ୍ୟ ସେୟା ହବ। କଣ ହବ ନା ଏ ସେଣ୍ଟେନ୍ସ ଇଜ ଏ ଗ୍ରୁପ ଅଫ ୱାର୍ଡସ। A sentence is a group of words that make a complete sense. A sentence ଆମେ ଲେଖିଦେ ପିଲାମାନେ ମୁଁ ଲେଖି ଦଉଛି ତୁମେ ୟା ପରେ ଲେଖିଦବ। A sentence is a group of words that make a complete sense। ଆଚ୍ଛା ଏଇଟା ଛୋଟରେ ମୁଁ ଲେଖିଦେଲି ବହୁତ ଛୋଟ ହେଲା। A sentence is a group of words that make a complete sense। ସେଣ୍ଟେନ୍ସ ହଉଛି କଣ ନା ଇଜ ଏ ଗ୍ରୁପ ଅଫ ୱାର୍ଡ। ୱାର୍ଡ ଅର୍ଥ ଶବ୍ଦ, ଗ୍ରୁପ ଅଫ ଦଳ। ତ ଶବ୍ଦର ଦଳ ବା ଶବ୍ଦର ସମାହାର ବା ଶବ୍ଦର ସମଷ୍ଟି। ତ ଶବ୍ଦ ଗୁଡିକୁ ନେଇ ଗୋଟିଏ କଣ ସେଣ୍ଟେନ୍ସ ଗଠିତ ହଉଛି। ତ ଏ ଗ୍ରୁପ ଅଫ ୱାର୍ଡସ ଦ୍ୟାଟ ମେକ୍ ଏ କମ୍ପ୍ଲିଟ ସେନ୍ସ। କମ୍ପ୍ଲିଟ ମାନେ ପୁରା ସେନ୍ସ। ସେନ୍ସ ମାନେ କଣ ଅର୍ଥ ଆମେ ଯୋଉଟା ବୁଝିପାରୁଥିବା। ତ ଏବେ ବର୍ତ୍ତମାନ ଆମେ କଣ ଜାଣିଲେ ନା ଏ ସେଣ୍ଟେନ୍ସ ଇଜ ଏ ଗ୍ରୁପ ଅଫ ୱାର୍ଡସ ଦ୍ୟାଟ ମେକ୍ ଏ କମ୍ପ୍ଲିଟ ସେନ୍ସ। ଶବ୍ଦ ମାନଙ୍କର ସମାହାର ଯିଏକି ଆମକୁ ଗୋଟେ କମ୍ପ୍ଲିଟ ସେନ୍ସ ବା କମ୍ପ୍ଲିଟ ଅର୍ଥ ଦିଏ ବା ପୂର୍ଣ୍ଣ ଅର୍ଥ ଦିଏ, ପୂର୍ଣ୍ଣ ଅର୍ଥ ପ୍ରକାଶ କରେ ତାହାକୁ ଆମେ ସେଣ୍ଟେନ୍ସ କହିବା। ଯେମିତି କି ଆମର ଗୋଟେ ଏକ୍ସାମ୍ପଲ, ଧର ଆମେ ଏକ୍ସାମ୍ପଲ ଗୋଟେ ନେଇଯିବା। ଏକ୍ସାମ୍ପଲ ପ୍ରଥମେ ଗୋଟେ ନେଇଯିବା। ପିଲାମାନେ ତୁମେ ମନରେ ଭାବ ଏକ୍ସାମ୍ପଲ କଣ ହେଇପାରିବ। ମୁଁ ଯେମିତି କି ଆ ପୂର୍ବରୁ ଯେମିତି ତୁମକୁ କହିଥିଲି ମାଇ ନେମ୍ ଇଜ ଆକାଶ ଗୋଟେ ଅର୍ଥ ପ୍ରକାଶ କରୁଛି, ଗ୍ରୁପ ଅଫ ୱାର୍ଡସ ମଧ୍ୟ ସେଥିରେ ଅଛି, ତ ସେଇଟା ଗୋଟେ ବାକ୍ୟ ହେଇପାରିଲା ବା ଗୋଟେ ସେଣ୍ଟେନ୍ସ ହେଇପାରିଲା। ସେମିତି ତୁମେ ମାନେ ଆଉ କିଛି ଭାବ, ତୁମେ ମନକୁ ମନ ଲେଖ, ତାପରେ ମୁଁ ଏଠି ଲେଖିଦେବି ଯେ ଦିଟା ଉଦାହରଣ ଲେଖିଦେବି କଣ କଣ ହେଇପାରିବ। ସେମିତି ତୁମେ କିଛି ମଧ୍ୟ ମନରେ ଭାବିପାର। ତ ବହିରେ ବହୁତ ଗୁଡେ ୱାର୍ଡ ଦେଇଛି, ବହୁତ ଗୁଡେ ସେଣ୍ଟେନ୍ସ ଦେଇଛି। ଯେମିତି ମୁଁ କହିଥିଲି ମାଇ ନେମ୍ ଇଜ ଆକାଶ, ତ ସେମିତି ରାମ ଇଜ ଏ ଗୁଡ୍ ବୟ। ଏଇଟା ତ ବହୁତ କମନଲି ତୁମେ ସେମାନେ ଜାଣିଥିବ। ଯେତେବେଳେ ଆମେ ହସ୍ତାକ୍ଷର ଲେଖୁଛେ, ହ୍ୟାଣ୍ଡ ରାଇଟିଂ ଲେଖୁଛେ, ପ୍ରାୟତଃ ପିଲାମାନେ ରାମ ଇଜ ଏ ଗୁଡ୍ ବୟ ଲେଖିଦିଅନ୍ତି। ତ ସେଇଟା ଆମେ ଧରିନିଅ ରାମ ଇଜ ଏ ଗୁଡ୍ ବୟ। ରାମ ଇଜ ଏ ଗୁଡ୍ ବୟ ହେଲା। ରାମ ଇଜ ଏ ଗୁଡ୍ ବୟ, ଇଏ ହେଲା ରାମ, ଆମେ ତା ନାଁ ଜାଣିଲେ। ଇଜ ମାନେ ଗୋଟିଏ, ଗୁଡ ଅର୍ଥ ଭଲ, ବୟ ଅର୍ଥ ପିଲା। ରାମ ଗୋଟିଏ ଭଲ ପିଲା। ତ ଏବେ ଆମେ ଜାଣିପାରିଲେ ଯେ ରାମ ଇଜ ଏ ଭଲ ମାନେ ଗୁଡ୍ ବୟ, ଭଲ ପିଲା। ରାମ ଗୋଟିଏ ଭଲ ପିଲା। ତ ଆମେ ଅର୍ଥ ଜାଣିପାରିଲେ ଯେ ରାମ ଗୋଟେ ଭଲ ପିଲା ବୋଲି। ଯଦି ଆମେ ଏମିତି ଲେଖିବା ରାମ ଭଲ ଗୋଟିଏ ପିଲା, ତାର ଅର୍ଥ କିଛି ହେଇପାରିବ। ଲେଖା ହବ ରାମ, ତାପରେ ଲେଖା ହବ ବୟ, ତାପରେ ଲେଖା ହବ ଇଜ, ତାପରେ ଗୁଡ୍, ତାପରେ ଏ ଉଲ୍ଟା ପୁଲ୍ଟା ଲେଖିଦବା। ସିଏ ଗୋଟେ ଅର୍ଥ ପ୍ରକାଶ କଲା, କେବେ ହେଲେ ସେ ଗୋଟେ ସେଣ୍ଟେନ୍ସ ହେଇପାରିବ ନାହିଁ। ସିଏ କେବଳ ୱାର୍ଡ ହିଁ ହେଇପାରିବ ହେଲା। କେବଳ ରାମ ଗୋଟେ ୱାର୍ଡ ହେଇପାରିବ, ସେ ଅଲଗା ଅଲଗା ୱାର୍ଡ, କିନ୍ତୁ ଗୋଟିଏ କେବେ ହେଲେ ସେଣ୍ଟେନ୍ସ ହେଇପାରିବନି। ତାପରେ ଆଉ ଗୋଟେ ଉଦାହରଣ ନିଅ, ଯେମିତି କି ମୁଁ କାଲି କଟକ ଯିବି। କଣ ହବ? ମୁଁ କାଲି କଟକ ଯିବି। ପିଲାମାନେ ତୁମେ ଟ୍ରାନ୍ସଲେସନ ତ ଜାଣିନଥିବ, ଟ୍ରାନ୍ସଲେସନ ମୁଁ ଆଗକୁ ପଢେଇବି, କିନ୍ତୁ ତଥାପି ମୁଁ ତମକୁ ଗୋଟେ ଉଦାହରଣ ଭଳି ଦେଇ ଦଉଛି, ସହଜ ଉଦାହରଣ। କିନ୍ତୁ ମୁଁ କାଲି କଟକ ଯିବି। I shall go to କଟକ tomorrow। ମାନେ ମୁଁ କାଲି କଟକ ଯିବି। I shall
go to Katak tomorrow. ମୁଁ କାଲି କଟକ ଯିବି। ତ ଇଏ ଗୋଟେ କଣ ହଉଛି ସେଣ୍ଟେନ୍ସ ହେଇପାରୁଛି। ଆର ଅର୍ଥ ଆମେ ଜାଣିପାରୁଛେ ଯେ କାଲି ମୁଁ କଟକ ଯିବି। ହଁ ନା ନାଇଁ? କାଲି ମୁଁ କଟକ ଯିବି ବୋଲି ଆମେ ଜାଣିପାରୁଛେ। ଏମିତି ଲେଖିଦବା ପୁଣି ଯଦି ତାକୁ ଓଲଟେଇ ଲେଖିଦବା ତ କାଲି କଟକ ଯିବି ମୁଁ। କାଲି କଟକ ଯିବି ମୁଁ। କଣ ହବ ଏଠି? ଆଉ କେମିତି ଲେଖିବା ଆମେ? କଣ ଫାଷ୍ଟ ଟୁମୋର ଲେଖିବା ତାପରେ କଟକ ଲେଖିବା ତାପରେ ଟୁ ତାପରେ ଗୋ ତାପରେ ଆଇସ ଏମିତି ଲେଖିବା କି? ଓଡିଆ ସିନା ଆମେ ବୁଝିଦେଲେ ଯେ ଆମର ଅର୍ଥ ଏଇଆ ହଉଛି। କିନ୍ତୁ ଇଂଲିଶରେ କଣ ଏମିତି ଲେଖିପାରିବା? ତାହେଲେ ସେ ସେଣ୍ଟେନ୍ସ ହବନି। ହବ କି ସେଣ୍ଟେନ୍ସ? ସେଣ୍ଟେନ୍ସ ହେଇପାରିବନି। ସେବେ ବର୍ତ୍ତମାନ କଣ କରିବା? ତ ସେଣ୍ଟେନ୍ସ କରିବା ପାଇଁ ହେଲେ ତାକୁ କଣ ସବୁ ସାଇଜ କରି ଲେଖିବାକୁ ପଡିବ। ପୁରା ଆରେଞ୍ଜ କରି ଲେଖିବାକୁ ପଡିବ। ଲାଇନ ଟୁ ବାଇ ଲାଇନ, ଲାଇନ ଟୁ ବାଇ ଲାଇନ, ଯାହା ପରେ ଯିଏ ତାକୁ ତା ଭଳି ଲେଖିବାକୁ ପଡିବ। ତ ଏବେ ଆମେ ଜାଣିଗଲେ ସେଣ୍ଟେନ୍ସ ଟା କଣ। ସେଣ୍ଟେନ୍ସ ଆମେ ସେମିତି କିଛି ସବୁ ୱାର୍ଡକୁ ନେଇ ସେଣ୍ଟେନ୍ସ କରିପାରିବା ନାହିଁ। ସେଣ୍ଟେନ୍ସ ବନେଇବାକୁ ହେଲେ ଆମକୁ କଣ ନା ପୁରା ଅର୍ଥ ପ୍ରକାଶ କରୁଥିବା ଭଳି ୱାର୍ଡକୁ ନେଇ ତାକୁ ଠିକ ଭାବରେ ଲେଖିବାକୁ ପଡିବ। ଯେମିତି ସେଣ୍ଟେନ୍ସ ଟା ଆମେ ପୂର୍ଣ୍ଣ ଭାବରେ ବୁଝିପାରିବା। ଓଡିଆରେ ଖାଲି ଗୋଟେ କଥା କହିଦେଲେ ଆମେ ସେଟା ବାକ୍ୟ ସେଟା ଓଡିଆରେ ପଳେଇଲା। ତ ଇଂଲିଶରେ ଲେଖିବାକୁ ହେଲେ ଆମକୁ ଠିକ ଭାବରେ ଲେଖିବାକୁ ପଡିବ। କଣ ଠିକ ଭାବରେ ଲେଖିବାକୁ ପଡିବ ନା ଗ୍ରାମାଟିକାଲ ଠିକ ଭାବରେ ଲେଖିବାକୁ ପଡିବ। ସେଥିପାଇଁ ମୁଁ ତୁମକୁ କହିଛି ଗ୍ରାମାର ଟା କେବେ ସହଜ ନୁହଁ। ଗ୍ରାମାର ଟାକୁ ଭଲ ଭାବେ ତୁମେ ମାନେ ପଢିବ ଘରେ। ଯାହା ଫଳରେ ଗ୍ରାମାର ଟା କଣ ତୁମ ମାନଙ୍କୁ କିଛି ପଢିବା ପାଇଁ, କିଛି ଲେଖିବା ପାଇଁ, କିଛି କହିବା ପାଇଁ ସହଜ କରିଦବ। ଇଂଲିଶ ଟାକୁ ଅତି ସହଜ କରିଦବ। ପିଲାମାନଙ୍କୁ ଲେଖିଦିଅ। ତ ପିଲାମାନେ ପଜ କରି ଲେଖିନବ। ମୁଁ ବର୍ତ୍ତମାନ ଲିଭେଇ ଦଉଛି। ତମେ ଦେଖିବ ଭିଡିଓ ପଜ କରି ଯଦି ଲେଖିନଥିବ ଲେଖିନବ। ତ ବର୍ତ୍ତମାନ ସେଣ୍ଟେନ୍ସ ପଳେଇଲା। ସେଣ୍ଟେନ୍ସ ଗଲା ପରେ ମୁଁ ତୁମକୁ ବୁଝେଇ ଫ୍ରେଜ। ସେଣ୍ଟେନ୍ସ ପରେ କଣ ବୁଝିବି? ସେ ସେଣ୍ଟେନ୍ସ ମଧ୍ୟରେ ଫ୍ରେଜ ଅଛି। ସେଣ୍ଟେନ୍ସ ମଧ୍ୟରେ ଫ୍ରେଜ ଅଛି। ଫ୍ରେଜ ଟା କଣ? ଏଇ ଯୋଉ ଫ୍ରେଜ ଟା ହେଲା, ଫ୍ରେଜ ଟା କଣ? ସେଣ୍ଟେନ୍ସ ଆମେ ଜାଣିଥିଲେ ବାକ୍ୟ। ତ ଫ୍ରେଜ ଟା କଣ? ଫ୍ରେଜ ହଉଛି ଖଣ୍ଡ ବାକ୍ୟ। ଫ୍ରେଜ କଣ? ଫ୍ରେଜ ହଉଛି ଖଣ୍ଡ ବାକ୍ୟ। ଆଚ୍ଛା, ବାକ୍ୟ ତ ଆମେ ଜାଣିଲୁ, ଖଣ୍ଡ ବାକ୍ୟ କଣ? ଖଣ୍ଡ ବାକ୍ୟ କଣ? ମାନେ ବାକ୍ୟଟାକୁ ଖଣ୍ଡ କରାଯାଇଛି ବା ବାକ୍ୟଟାକୁ ଅଧା କରି ମଝିରୁ କାଟି ଦିଆଯାଇଛି। ପନିର ନୁହଁ ଯଦି ମଝିରୁ କାଟି ଦିଆଗଲା, ବାକ୍ୟଟାକୁ ମଝିରୁ କାଟି ଦିଆଯାଇଛି। କେମିତି କାଟି ଦିଆଯାଇଛି? ନା ଆମେ ଜାଣିଛେ ଶବ୍ଦ ଗୁଡିକ ସମାହାରରେ କଣ ହଉଛି ନା ଆମର ଗୋଟେ ପୂର୍ଣ୍ଣ ଅର୍ଥ ପ୍ରକାଶ କରୁଛି। ଆମେ ତାକୁ ବାକ୍ୟ କହୁଛେ। ସେଣ୍ଟେନ୍ସ ଇଜ ଏ ଗ୍ରୁପ ଅଫ ୱାର୍ଡ ଦ୍ୟାଟ ମେକ୍ ଏ କମ୍ପ୍ଲିଟ ସେନ୍ସ। ତ ସେମିତି ଫ୍ରେଜ ଖଣ୍ଡ ବାକ୍ୟ ଯୋଉଟା କଣ ହବ ନା ये phrase is a group of words that make a complete sense ହବ ନାହିଁ। ସେଇଟା ହବ କଣ ନା a group of words বা a phrase is a group of words that not make a complete sense। এইটা হব। ତ ଯୋଉଟା ଆମେ ବାକ୍ୟ ଲେଖିଛୁ ଜଷ୍ଟ ଟିକେ ଓଲଟା। କଣ ହବ ଏବେ? ଲେଖିଦିଅ ପିଲାମାନେ। ଏ phrase is a group of words. A phrase is a group of words that make a sense but not a complete sense। আচ্ছা,
ଏବେ ମୁଁ ତ କହିଲି ଗୋଟେ ଲେଖିଲି କିନ୍ତୁ ଆଉ ଗୋଟେ ପିଲାମାନେ ତମେ ଭାବୁଥିବ କାହିଁ ଲେଖିଲି। ଆଚ୍ଛା ମୁଁ କହିଥିଲି ବାକ୍ୟର ଜଷ୍ଟ ଟିକେ ଉଲ୍ଟା। ଆଚ୍ଛା ଉଲ୍ଟା କଣ ହେଲା ନା ଏ ଫ୍ରେଜ ଇଜ ଏ ଗ୍ରୁପ ଅଫ ୱାର୍ଡସ ଦ୍ୟାଟ ମେକ୍ ଏ ସେନ୍ସ। ଆମେ ବାକ୍ୟ ଲେଖିଥିଲେ କଣ ଲେଖିଥିଲେ ନା ଏ ସେଣ୍ଟେନ୍ସ ଇଜ ଏ ଗ୍ରୁପ ଅଫ ୱାର୍ଡସ ଦ୍ୟାଟ ମେକ୍ ଏ କମ୍ପ୍ଲିଟ ସେନ୍ସ। ଇଟି କମ୍ପ୍ଲିଟ ମୁଁ ଲେଖିଲି କାହିଁକି ନା ଫ୍ରେଜ କଣ ହୁଏ ନା କେବେ ହେଲେ କମ୍ପ୍ଲିଟ ସେନ୍ସ ଦେଖାଏ ନାହିଁ। କାରଣ କମ୍ପ୍ଲିଟ ସେନ୍ସ ମାନେ କଣ ନା ପୂର୍ଣ୍ଣ ଅର୍ଥ ଦେଖାଏ ନାହିଁ। ସେଥିପାଇଁ ମୁଁ ଲେଖିଲି ଦ୍ୟାଟ ମେକ୍ ଏ ସେନ୍ସ ବଟ୍ ନଟ୍ କମ୍ପ୍ଲିଟ ସେନ୍ସ। ମାନେ ପୂର୍ଣ୍ଣ ବାକ୍ୟ ସିଏ ନୁହେଁ, ପୂର୍ଣ୍ଣ ଅର୍ଥ ପ୍ରକାଶ କରିବ ନାହିଁ। ସିଏ କେବଳ ଅଧା ଅଧୁରା ହିଁ ଆମକୁ କହିବ, ଆଉ ଅଧାଟା ରହିଲା ବାକି ସେଇଟା ତୁମେ ମାନେ କହିବ। ଉଦାହରଣ ଏକ୍ସାମ୍ପଲ। ଆଉ ତୁମେ ମାନେ ଭାବ କେମିତି ଏକ୍ସାମ୍ପଲ ହେଇପାରିବ। ଏକ୍ସାମ୍ପଲ ଆମେ ଆ ପୂର୍ବରୁ ପଢିଥିଲେ ରାମ ଇଜ ଏ ଗୁଡ୍ ବୟ। ରାମ ଇଜ ଏ ଗୁଡ୍ ବୟ। ଆଚ୍ଛା ସେଇଆକୁ ତମେ ଉଦାହରଣ ଧରିନିଅ। ସେଇଆକୁ ଉଦାହରଣ ଧରିନିଅ କଣ ନା ଏକରେ ଯୋଉ ରାମ ଇଜ ଏ ଗୁଡ୍ ବୟ ଲେଖିଥିଲେ, ଗୁଡ୍ ବୟ ଖାଲି ତାଥିରେ ଅଛି। ଏ ଗୁଡ୍ ବୟ ଇଏ ଗୋଟେ ଫ୍ରେଜ ହେଲା। ଏ ଗ୍ରୁପ ଅଫ ୱାର୍ଡସ ଅଛି, ଇଏ ଗୋଟେ ୱାର୍ଡ, ଇଏ ଗୋଟେ ୱାର୍ଡ, ଇଏ ଗୋଟେ ୱାର୍ଡ। ଦ୍ୟାଟ ମେକ୍ ଏ ସେନ୍ସ ଇଏ ଗୋଟେ ଅର୍ଥ ପ୍ରକାଶ କରୁଛି। କିନ୍ତୁ ବଟ୍ ନଟ୍ କମ୍ପ୍ଲିଟ ସେନ୍ସ, ବଟ୍ ନଟ୍ କମ୍ପ୍ଲିଟ ସେନ୍ସ ଗୋଟେ ପୂର୍ଣ୍ଣ ଅର୍ଥ ପ୍ରକାଶ କରୁନାହିଁ। ଏ ଗୁଡ୍ ବୟ ମାନେ ଗୋଟେ ଭଲ ପିଲା, କିନ୍ତୁ କିଏ ଭଲ ପିଲା? ସେ ଲୋକଟା କିଏ ବା ସେ ପିଲାଟା କିଏ ଆମେ ଜାଣିପାରିଲେନି। କିନ୍ତୁ ବାକ୍ୟରେ ଆମେ ଜାଣିଥିଲେ କଣ ନା ସେ ହଉଛି ରାମ। ତ ସେ ଜିନିଷଟା ଟିକେ ଲେଖା ହେଇନି। ଇଏ ଅର୍ଥ ପ୍ରକାଶ କରୁଛି କିନ୍ତୁ ପୂର୍ଣ୍ଣ ଅର୍ଥ ପ୍ରକାଶ କରୁନି, କିଛି କହୁଛି ହେଲେ କିଛି କହୁନି। ତ ସେଇଟା ହଉଛି କଣ ନା ଫ୍ରେଜ। ଏବେ 2 ନମ୍ବର ଆମେ ମୁଁ ଯେମିତି ଲେଖିଥିଲି ଆଇ ସାଲ୍ ଗୋ ଟୁ କଟକ ଟୁମରୋ। ତାହେଲେ ସେଠି ଗୋଟେ କଣ ଫ୍ରେଜ ବାହାରି ପାରିବ ନା ସେଠି ବାହାରି ପାରିବ କଣ ନା ଗୋ ଟୁ କଟକ ହବ। ଗୋ ଟୁ କଟକ। ଆଚ୍ଛା ଗୋ ଟୁ କଟକ ମାନେ କଟକ। ଗୋ ଟୁ କଟକ ମାନେ କଟକ ଗଲି ବା ଯିବି କି କଣ ଏସବୁ କିଛି ଲେଖା ହେଇନି, ଖାଲି ଗୋ ଟୁ କଟକ ମାନେ କଟକ। ଗୋ ଟୁ କଟକ ମାନେ କଟକ। କେତେବେଳେ ଯିବି, କାହିଁକି ଯିବି, କେମିତି ଯିବି ଲେଖା ହେଇନି, କିଏ ଯିବ ବି ଲେଖା ହେଇନି। ତ ସେଇଟା ହଉଛି କଣ ଫ୍ରେଜ। ଏହାର ଅର୍ଥ ଅଛି କଟକ ଯିବି, କିଏ ଯିବ, କଟକ ଯିବ, କଟକ ଜଣେ ତ ଯିବ ଯାହାହେଲେ। ଗୋ ଟୁ କଟକ ମାନେ ଜଣେ ତ ଯିବ କଟକ ଯାହାହେଲେ, କିନ୍ତୁ କିଏ ଯିବ, କାହିଁକି ଯିବ, କେତେବେଳେ ଯିବ, ଏଇ ସବୁ ଲେଖା ହେଇନି। ତ ଏ ସବୁ ନ ଲେଖା ହବାରୁ ବା ପୂର୍ଣ୍ଣତ ପ୍ରକାଶ ନ କରୁଥିବାରୁ ଏଇଟା କଣ ହେଲା, ଏଟା ଫ୍ରେଜ ହେଇଗଲା। ତ ଏବେ ଆମେ ଜାଣିଲେ ସେଣ୍ଟେନ୍ସ କଣ ଆଉ ଖଣ୍ଡ ବାକ୍ୟ ବା ଫ୍ରେଜ କଣ। ବାକ୍ୟ ଆଉ ଖଣ୍ଡ ବାକ୍ୟ କଣ, ତ ସେଇଟାକୁ ଭଲ ଭାବେ ପିଲାମାନେ ଏଇ ଯୋଉ ଲେଖା ହେଇଛି ତାକୁ ଭଲ ଭାବେ ଦେଖ ଆଉ ଭିଡିଓଟାକୁ ଭଲ ଭାବେ ଦେଖୁଥିବ, ଯେମିତି କି ଯଦି କୋଉଠି ଡାଉଟ ହବ ତାହେଲେ ମତେ କମେଣ୍ଟରେ ଜଣେଇବ। ତ ପିଲାମାନେ ଆଜି ପାଇଁ ଆମର ଏତିକି ଥାଉ। ଆମେ ଆଜି ଜାଣିଲେ କଣ ନା ସେଣ୍ଟେନ୍ସ କଣ, ଫ୍ରେଜ କଣ ଆମେ ଜାଣିଲେ ଆଜି। ତ ଆ ପର ଭିଡିଓରେ ବା ନେକ୍ସଟ ଭିଡିଓରେ ମୁଁ ତୁମକୁ ଜଣେଇବାକୁ ଯିବି ଯେ ସେଣ୍ଟେନ୍ସ ଆଉ ଏଇ ଯୋଉ ଫ୍ରେଜ ଆମେ ପଢିଲେ ଆଜି, ସେ ସେଣ୍ଟେନ୍ସ ଟା ଆମେ ପଢିଲେ ତାକୁ କେତେ ଭାବରେ ବିଭକ୍ତ କରାଯାଇଛି, ସେଣ୍ଟେନ୍ସକୁ କେମିତି ପାର୍ଟ 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 କରାଯାଇଛି, ତାକୁ କେମିତି ଭଙ୍ଗା ଯାଇଛି, କଣ କଣ ସେ ସେଣ୍ଟେନ୍ସ ଅଧେ ଅଛି ଆମେ ତାକୁ ସବୁ ଜାଣିବା କେବେ ନେକ୍ସଟ ଭିଡିଓରେ। ତ ସେଥିପାଇଁ ଯୋଉମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିନାହ, ମୋ ଡେସକ୍ରିପସନ ଲିଙ୍କ ଅଛି, ଯେ ଜଲ୍ଦି ସବସ୍କ୍ରାଇବ କରିନିଅ। ଆଉ ଯୋଉମାନେ ନୂଆ ଆସିଛ ସେମାନେ ମଧ୍ୟ ସବସ୍କ୍ରାଇବ କରିକି ତାଙ୍କ ପିଲାମାନଙ୍କ ସହିତ ବା ତାଙ୍କ ସାଙ୍ଗମାନଙ୍କ ସହିତ ଯୋଉମାନେ ତାଙ୍କ ଟଚରେ ଅଛନ୍ତି ସେମାନଙ୍କ ସହିତ ସେୟାର କରିଦିଅ, ଯାହାଫଳରେ ସେମାନେ ମଧ୍ୟ ଏ ଭିଡିଓର ଫାଇଦା ଉଠେଇ ପାରିବେ। ତ ମନେ କରି ଲାଇକ୍ କମେଣ୍ଟ ସେୟାର କରିନବ। ଆଉ ଏ ଯୋଉ ଯାହା ସବୁ ଲେଖା ହେଇଛି ଭଲ ଭାବରେ ଟିକେ ପିଲାମାନେ ପଢୁଥିବ।